ସକାଳ ହବ ତ ଗୋଟେ ମାର କାମ ଆରମ୍ଭ ହବ ତା ପିଲାଙ୍କ କାମରୁ। ପିଲାମାନଙ୍କ କାମ କଲାବେଳେ କେତେବେଳେ ସକାଳ ହେଇ ରାତି ହେଇଯାଏ ପୁଣି ଜଣାପଡ଼େନି। କ୍ୟାଲେଣ୍ଡର ଦିନ ପରେ ଦିନ ଗଡ଼ିଯାଏ। କେତେବେଳେ ବିରକ୍ତ ଲାଗେ ତ ଆଉ କେତେବେଳେ ଖୁସି ଲାଗେ। ତ ତଥାପି ଆମକୁ ସବୁଦିନ ଏଇଭଳି କାମ କରିବାକୁ ପଡ଼ିଥାଏ। ତ ସକାଳ ହବ ତ ଖଟ ଝଡ଼ାଝଡ଼ି କର, ଘର ଦ୍ୱାର ଓଳିଆ ଓଳି କର। ତ ଓଳିଆ ଓଳି ମାନେ ଝାଡ଼ୁଦାର କାମର ଆଗ ଷ୍ଟାର୍ଟ ହେଇଯିବ। ତ ଏମିତି ହିଁ ଗୋଟେ ପରେ ଗୋଟେ କାମ ଚାଲିଥାଏ। ଧନ ମୋର ଗେଲ ହେଉଛି ତା ମା ପାଖରେ। ତ ତାପରେ ଏପଟେ ମୋର ପୂଜାପୂଜି ସରିଲା, ରୋଷେଇବାସ ଆରମ୍ଭର କାର୍ଯ୍ୟକ୍ରମ ଚାଲିଥିଲା। ନଡ଼ିଆଟେ ଛଡ଼େଇଲି ଘାଣ୍ଟ ତରକାରୀ କରିବି ବୋଲି, ବର୍ଷା ଆସିଲା ବୋଲି ଛାତ ଉପରୁ ଦୌଡ଼ିଲି। ଖରା ଦେଖି ଲୋଭରେ ପକେଇ ଦେଇଥିଲି, ଛାତ ଉପରୁ ତଳେ ଲେଫ୍ଟ ରାଇଟ୍ ହଉଥିଲି। ନଡ଼ିଆଟେ ଛଡ଼େଇ ସାରିଲା ପରେ କତାକୁ ଝୁଣା ଧୂପ ପାଇଁ ରଖିଲି। ପନିପରିବା କରି ଘାଣ୍ଟ ତରକାରୀ ରେଡ଼ି କରିଥିଲି। ପନିକିରେ କାଟିଲେ ମୋର ଜଲ୍ଦି କାଟି ହେଇଯାଏ। ସେଇ ଭିତରେ ସାନ ଛୁଆଟି ମୋର ପଳେଇ ଆସିଥିଲା। ତାପରେ ଲୁଗାପଟା ପୁଣି ତୋଳି ନେଇ ଆସିଲି। ବାସନ ମାଜି ନଥିଲେ କାରଣ ପ୍ରବଳ ହେଲା ଯେ କ'ଣ କରିବି, ଆଗ ରୋଷେଇ ସାରୁଥିଲି। ଆଉ ପିଲାମାନେ ଆସିଲେ ତ ଆଗ ଖାଇବେ ନା। ତ ଏପଟେ ରୋଷେଇ ସହିତ ଅନ୍ୟାନ୍ୟ କାମ ଚାଲିଥାଏ, ମସଲା କଷା ହଉଥାଏ। ଯୋଉ ପର୍ବରେ ଯାହା ହବ ବାପା ମନେ ପକେଇ ଦେଇଥିଲେ ଆଜି ଘାଣ୍ଟ ତରକାରୀ, ପୂର୍ବ ଦିନ ଗଜାମୁଗ କରିଥିଲି, ଛଚିନ୍ଦ୍ରା ଭଜା, ଡାଲି କଲି, ଲୁଗା କାନିକି ଗୁଡ଼େଇ ଦେଇକି କାମ କରୁଥିଲି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କମେଣ୍ଟ କରି ସବସ୍କ୍ରାଇବ୍ କରିବେ ବୋଲି ଆଶା ରଖିଲି।